ଧରଣୀ ଶଳାଟା କେମିତି ଝାଉଁ ବଣ ଭଳିଆ ମୁଣ୍ଡକୁ କରିକି ଠିଆ রাজা কর্কি চক্র যে নিতন্দন ଥିଲେ ବଜରଙ୍ଗପୁରରେ ସକାଳ ହଉନଥିଲା। 24 ପ୍ରକରଣରୁ ଯୋଉ ପ୍ରକରଣକୁ ମୋ ବାପା ଭ୍ରମଣରେ ଯାଉଥିଲେ ସେ ପ୍ରକରଣର ଛୋଟ ଛୁଆ କାନ୍ଦିବା ବନ୍ଦ କରିଦେଉଥିଲେ। ଏଇଟା ହଉଛି ମୋ ବଂଶର ସଂକ୍ଷିପ୍ତ ପରିଚୟ। ଏବେ ବି ସେ ଆଇନ କାନୁନ ପ୍ରଚଳିତ ଅଛି ଆଜ୍ଞା? ନିଜ ନା ଆଜ୍ଞା ସତ। ଏବେ ବି ଆପଣ ଯେଉଁ ପ୍ରଗଣାକୁ ବୁଲିବା ପାଇଁ ଯାଉଛନ୍ତି ସେ ପ୍ରଗଣାର ସୁନ୍ଦରୀ ନାରୀମାନେ ମୁହଁରେ ସ୍ନୋ ପାଉଡର ବୋଳି ରହି କଳା ବୋଳି ହେଇ ପଡ଼ୁଛନ୍ତି। ବିବାହିତା ମହିଳାମାନେ ହାତ କଟା ପିଠି କଟା ବ୍ଲାଉଜ ବଦଳାଇ ଦେଇ ଫୁଲ ହାତବାଲା ଫୁଲ ପିଠିବାଲା ବ୍ଲାଉଜ ପିନ୍ଧୁଛନ୍ତି। ଚିନ୍ତା କରିପାରୁଛନ୍ତି ତ ସେମାନେ ଆପଣଙ୍କୁ କେଉଁ ଆକାରରେ ସମ୍ମାନ ଦେଉଛନ୍ତି? ଜଣେ ଜଣେ ମୋ ସହିତ ବିଶ୍ୱାସଘାତକତା କରିଛି। ମୋ ରାଜରକ୍ତ ସହିତ ଖେଳ ଖେଳି ସେ ମୋତେ ଧିକ୍କାର କରିଛି। ମୋର ବର୍ଷ ବର୍ଷର ସାଧନା ତପସ୍ୟାକୁ ଧୂଳି ସାତ କରିଛି। କେଇ ମୁହୂର୍ତ୍ତର ସାଧନା ମୋତେ ଅଜୟ ଅପରାଜୟ କରିଦେଇଥାନ୍ତା, କିନ୍ତୁ ସେ ତାକୁ ପାଦରେ ତଳି ଦେଇ ହେଲେ ସେ ଅଜ୍ଞାନୀଟି କିଏ ଆଜ୍ଞା? ମୋ ରାଜଉଆସର ଗୋଟେ ସାଧାରଣ ରାଜ କର୍ମଚାରୀ ଯାହାଦ୍ୱାରା ଦାଶରଥୀ ମହାପାତ୍ର। ଠିକ କଥା କହୁଛନ୍ତି ଆଜ୍ଞା। ଯେତିକି ଜାଣିଛି ସେ ଦାଶରଥୀ ମହାପାତ୍ର ଆପଣଙ୍କର ଖୁବ ବିଶ୍ୱସ୍ତ। ଆପଣ ତା ପାଖରେ ସବୁ କଥା ଖୋଲିକି କହନ୍ତୁ। ସେଇଟା ତ ମୋର ଭୁଲ ଥିଲା। ବୁଝିଗଲେ? ସେଇ ଦାଶରଥୀ ମହାପାତ୍ର ଆପଣଙ୍କ ଶିଶୁ କନ୍ୟାକୁ ଉଠେଇ ନେଇଛି। ହେଲେ କାହିଁକି ଆଜ୍ଞା? ତାର ତ ଗୋଟେ ପୁଅ ଗୋଟେ ଝିଅ ଅଛନ୍ତି। ତାର ଗୋଟେ ଝିଅ ଥିବା ସତ୍ତ୍ୱେ ସେ ଆପଣଙ୍କ ଶିଶୁ କନ୍ୟାକୁ କାହିଁକି ଉଠେଇ ନେଇଛି ମୁଁ ତ ଜାଣିପାରୁନି। ସେ କଥା ମୁଁ ତମକୁ ପରେ କହିବି, ଖାଲି ଏତିକି ଜାଣି ରଖ ତା ସହିତ ମୋ ସ୍ତ୍ରୀ ମଧ୍ୟ ଅଛି। ମୁଁ ଖବର ପାଇଛି ସେ ଦାଶରଥୀ ମହାପାତ୍ରଙ୍କ ପିଲା ଏବେ ଏଇ ବନ୍ଦୀରେ ଅଛନ୍ତି। ସବୁଦିନ ବଜାରକୁ ଆଜି ବନ୍ଦୀରେ ଘଣ୍ଟା ଧ୍ୱନି ଭେରିତରି ଶୁଣେ। ଆଜି ଚବିବ ବେକାର କ୍ରନ୍ଦନ ପାଞ୍ଚ ଚିତ୍କାର। ଆପଣ ଖାଲି ଅନୁମତି ଦିଅନ୍ତୁ ମଣିମା। ଦାଶରଥୀ ମହାପାତ୍ରର ମୁଣ୍ଡଟାକୁ କାଟି ଆଣି ଆପଣଙ୍କ ପାଦ ତଳେ ଫିଙ୍ଗି ଦେବୁ। ମଦ ଖାଇକି ତମ ମୁଣ୍ଡ କାମ କରୁନି। ସେ ଦାଶରଥୀ ମହାପାତ୍ର ଛେଳିକି ମେଣ୍ଢା ନୁହଁ, ସେ ଗୋଟେ ମଣିଷ। ତାପରେ ଏଠି ବର୍ତ୍ତମାନ ମନ୍ଦିରରେ ଶହ ଶହ ଲୋକ ଅଛନ୍ତି। ଯାହା କରିବ ସ୍ଥାନ କାଳ ପାତ୍ର ଦେଖି ବିଚାର କରି କରିବ। ତମେ ରୁହ ତମେ ମଣିମା, ଆପଣ ଏଇଠି ଟିକେ ଅପେକ୍ଷା କରନ୍ତୁ। ମୁଁ ନିଜେ ଯାଇକି ଦେଖୁଛି ଦାଶରଥୀ ମହାପାତ୍ର ଗଲା କୁଆଡ଼େ। ତାପରେ ମୁଁ ଆପଣଙ୍କୁ ଆସି କହିବି ଆମେ ତାକୁ କେଉଁ ଦଣ୍ଡ ଦେବା, ତାର କେଉଁ ଅଙ୍ଗ ଛେଦନ କରିବା। ଆପଣ ଖାଲି ଟିକେ ଅପେକ୍ଷା କରନ୍ତୁ। ଚାଲ କେଇ ମୁହୂର୍ତ୍ତର ସାଧନା ମୋତେ ଅଜୟ ଅପରାଜୟ କରିଦେଇଥାନ୍ତା, ସର୍ବନାଶ କରିଦେଲା। ମରିବ ସେଇଟା। ଦାଶରଥୀ ମହାପାତ୍ର ମନ୍ଦିରରେ ନାହିଁ। କୁଆଡ଼େ ଗଲା? ମୋ ପଚାରୁଛି କୁଆଡ଼େ ଗଲା? ଆସିବା ଖବର ପାଇକି ସେ କୁଆଡ଼େ ଖସିକି ପଳେଇଯାଏ। କୁଆଡ଼େ ପଳେଇବ?